ମୁଁ କହିଥିଲି କଣ ହବ ସେଟା ପରେ ଜଣା ପଡିବ, କିନ୍ତୁ ବର୍ତ୍ତମାନ ଯାଏ କୌଣସି ଜିନିଷ ହେଇନାହିଁ। ଆଉ କଂଗ୍ରେସ ପାର୍ଟିରେ ଯାହା ବି ମେଣ୍ଟ ହେବ ଭବିଷ୍ୟତରେ କି ନ ହବ ସେଟା ଏଆଇସିସି ନିଷ୍ପତ୍ତି କରିବ। ସେ ନିଷ୍ପତ୍ତି ପିସିସି କରିବ ନାହିଁ। ଆମେ ଯାହା ନିଷ୍ପତ୍ତି କରିଛୁ କଂଗ୍ରେସକୁ ଆମେ ମଜବୁତ କରି ଯେମିତି ଗଢ଼ି ସାରିଥିଲୁ ସେମିତି ଗଢ଼ି ଚାଲିବୁ। ଏବଂ ଜିଲ୍ଲା ପରିଷଦ ନିର୍ବାଚନ ଯେହେତୁ ନଜଦିକରେ ଅଛି, ଅର୍ବାନ ଇଲେକ୍ସନ ବି ପାଖରେ ଅଛି, 8-9 ମାସ ଭିତରେ ହଉଛି, ସେଥିପାଇଁ କଂଗ୍ରେସ ଏକାକୀ ଜିଲ୍ଲା ପରିଷଦ ଏବଂ ଅର୍ବାନରେ ନିର୍ବାଚନ ଲଢିବ। କଂଗ୍ରେସ ନିଜକୁ ମଜବୁତ କରିବ। ବିଧାନସଭା ସମୟରେ କଣ ହବ, ପ୍ରି ପୋଲ କିମ୍ବା ପୋଷ୍ଟ ପୋଲ ହେବାର ସମ୍ଭାବନା ହେଇପାରେ, ସେଇଟା ବି କିଛି ନିଶ୍ଚିତ ନୁହଁ। ସେ ସମୟରେ ଏଆଇସିସି ଯୋଉ ନିଷ୍ପତ୍ତି ନବ ସେଇ ହିସାବରେ ଆମେ ଯିବୁ। ତେଣୁ ବର୍ତ୍ତମାନ କଂଗ୍ରେସ ଏକାକୁ ମଜବୁତ କରିବ ନିଜକୁ, ଯେମିତି କାମ ଚାଲିଥିଲା ଆପଣ ଦେଖିଛନ୍ତି।